ପ୍ରବନ୍ଧ ମନ୍ତବ୍ୟ ପ୍ରକାଶ ପ୍ରାବନ୍ଧିକ ରତ୍ନାକର ପତି। ସଂସାରର କାର୍ଯ୍ୟକଳାପ ଆଲୋଚନା କରି ସେମାନଙ୍କ ଉପରେ ଭାବୁକର ଅଭିମତ ପ୍ରକାଶ କରିବାକୁ ମନ୍ତବ୍ୟ ପ୍ରକାଶ କହନ୍ତି। ସାଧାରଣତଃ ମାନବ ତାହାର ଯାବତୀୟ କାର୍ଯ୍ୟକଳାପର ମୂଲ୍ୟ ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟରେ ସମାଜର ବ୍ୟକ୍ତିମାନଙ୍କ ଅଭିମତ ଆବଶ୍ୟକ କରିଥାଏ। ପୁଣି କୌଣସି ବିଷୟର ଆଲୋଚନା କରି ତାହା ଉପରେ ନିଜର ଯଥାଶକ୍ତି ଅଭିମତ ପ୍ରକାଶ କରିବା ମଧ୍ୟ ପ୍ରତ୍ୟେକ ମାନବର ଗୋଟିଏ ଅପରିହାର୍ଯ୍ୟ ପ୍ରକୃତି। ଇତିହାସ, ବିଜ୍ଞାନ, ନ୍ୟାୟ, ଦର୍ଶନ ପ୍ରଭୃତି ସକଳ ବିଷୟରେ ଏହି ମନ୍ତବ୍ୟ ପ୍ରକାଶ ପ୍ରକ୍ରିୟା ସମ୍ୟକ୍ ଚାଲିଅରି। ସେହିପରି ସାମାଜିକ ଓ ଜାତିଗତ ଅନୁଷ୍ଠାନମାନଙ୍କରେ ମଧ୍ୟ ଲୋକେ ନାନା ଭାବରେ ପରସ୍ପର ଉପରେ ମତ ପ୍ରକାଶ କରିବାରେ ଲାଗିଅଛନ୍ତି। ବଡ଼ ଆନନ୍ଦ କଥା, କାରଣ ସମାଲୋଚନା ବା ମନ୍ତବ୍ୟ ପ୍ରକାଶ ମାନବର ଜୀବନ ପ୍ରକ୍ରିୟା ଭ୍ରମ, ପ୍ରମାଦ, ସଂକୁଳ, ଉଚ୍ଛୃଙ୍ଖଳ ଓ ଅଦୂରଦର୍ଶୀ ହୋଇପଡ଼େ। ସ୍ୱଭାବତଃ ମାନବ ପ୍ରଶଂସା ପ୍ରିୟ। ଏହି ପ୍ରଶଂସନୀୟତାରେ ପ୍ରଣୋଦିତ ହୋଇ ସେ ନିଜର ସମସ୍ତ କାର୍ଯ୍ୟକୁ ଅନେକ ସମୟରେ ଭ୍ରମ ପ୍ରମାଦଶୂନ୍ୟ ବୋଲି ମନେ କରିଥାଏ। ଯଦି ସମାଲୋଚନା ରୂପ କଷଟି ପଥରରେ ତା'ର କାର୍ଯ୍ୟଗୁଡ଼ିକ କଷା ନ ଯାଏ, ତାହେଲେ ସେ ନିଜକୁ ସର୍ବଜ୍ଞ ଓ ସର୍ବଶ୍ରେଷ୍ଠ ବୋଲି କଳ୍ପନା କରି ସଂସାରଟାକୁ ବୃଣବତ୍ ସାମାନ୍ୟ ମନେ କରିବାକୁ ଆଦୌ କୁଣ୍ଠିତ ହେବ ନାହିଁ। ମନ୍ତବ୍ୟ ପ୍ରକାଶ ମାନବର କାର୍ଯ୍ୟକଳାପ ଉପରେ ଏହି ସମାଲୋଚନାର ରୂପାନ୍ତର ମାତ୍ର। ଏହି ସମାଲୋଚନା ବା ମନ୍ତବ୍ୟ ପ୍ରକାଶ ବେଳେ ଆଜି ମାନବ ସମାଜ ଶୃଙ୍ଖଳ ଭାବରେ ନିଜର ବିକାଶ ଦିଗରେ ଗତି କରୁଅଛି, ନଚେତ୍ କ୍ଷଣକ ମଧ୍ୟରେ ତାହା ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ, ଉଚ୍ଛୃଙ୍ଖଳତା ଓ ସ୍ୱେଚ୍ଛାଚାରିତାରେ ସମସ୍ତ ଶକ୍ତି ଓ ସମସ୍ତ ଶୈଶବ ହରାଇ ଏକ ମହା ବିପ୍ଳବ କ୍ଷେତ୍ରର ପରିଣତ ହୁଅନ୍ତା। ଶାସନ ସୃଷ୍ଟିର ନିୟମ। ସେହି କାରଣରୁ ହିଁ ସୃଷ୍ଟିର ପ୍ରତ୍ୟେକ ବସ୍ତୁ କତିପୟ ନିୟମରେ ଚାଳିତ ହୋଇ ବିଶ୍ୱର ଶୈଶବ ରକ୍ଷା କରୁଛି। ଏହି ନିୟମଗୁଡ଼ିକ ସୃଷ୍ଟି ପ୍ରକ୍ରିୟାରେ ବର୍ତ୍ତମାନ ରହି ତହିଁର ସୀମା ନିର୍ଦ୍ଦେଶ କରି ଦେଉଅଛି। ଏପରିକି ସେ ସୀମାର ସାମାନ୍ୟ ବ୍ୟତିକ୍ରମ ଘଟିଲେ ସମସ୍ତ ବିନାଶ ଆଡ଼କୁ ଗତି କରିବ। ମାନବର ଜୀବନ କ୍ଷେତ୍ରରେ ମଧ୍ୟ ଠିକ୍ ସେହି କଥା। ଜାତି ଓ ସମାଜ ମଧ୍ୟରେ ବାସ କରି ପ୍ରତ୍ୟେକ ବ୍ୟକ୍ତି ନାନା ସମ୍ବନ୍ଧର ଅଧୀନ ରହିଛି। ତେଣୁ ତାହାକୁ କେତେଗୁଡ଼ିଏ ନିୟମର ଅଧୀନ ହୋଇ କାର୍ଯ୍ୟ କ୍ଷେତ୍ରରେ ଅଗ୍ରସର ହେବାକୁ ପଡ଼ିବ। ସ୍ୱେଚ୍ଛାଚାରୀ ହୋଇ ତାହା କରିଗଲେ କେହି ସମାଜ ବା ଜାତିର ତିଷ୍ଠି ପାରିବ ନାହିଁ। ଏହି ନିୟମଗୁଡ଼ିକୁ ସର୍ବଦା ତାହାର କାର୍ଯ୍ୟକ୍ଷେତ୍ରରେ ସୀମା ନିର୍ଦ୍ଦେଶକ କହିଲେ ଚଳେ। ଏହି ସୀମାଗୁଡ଼ିକ ମଧ୍ୟରେ ମାନବ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ନାନାବିଧ କଲ୍ୟାଣ ସାଧନ କରିପାରେ। ମାତ୍ର ଯେତେବେଳେ ସେ ଏହି ନିୟମ ସୂଚିତ ସୀମା ଲଙ୍ଘନ କରି ଉଚ୍ଛୃଙ୍ଖଳ ଭାବରେ କାର୍ଯ୍ୟ କରେ, ସେତେବେଳେ ସେ ସମାଜଗତ ବା ଜାତିଗତ ବ୍ୟକ୍ତିମାନଙ୍କର ବିଚରା ଭାଜନ ହୋଇ ସମସ୍ତଙ୍କ କର୍ତ୍ତୃତ୍ୱ ନାନା ଭାବରେ ସମାଲୋଚିତା ଓ ତିରସ୍କୃତ ହୁଏ। ଏହିପରି କୌଣସି ବ୍ୟକ୍ତିର ଅବୈଧ କର୍ମ ନିରାକରଣ ବା ସଂକୋଚନ ଉଦ୍ଦେଶ୍ୟରେ ଆମ୍ଭେମାନେ ନିଜ ନିଜର ଅଭିମତ ପ୍ରକାଶ କରିଥାଉ। ତେଣୁ କହୁ, ମନ୍ତବ୍ୟ ପ୍ରକାଶ ଜୀବନ କ୍ଷେତ୍ରରେ ଗୋଟିଏ ବଡ଼ ଉପାଦେୟ କାର୍ଯ୍ୟ। ଏହି ଉପାଦେୟ ଆଜି ଜନସମାଜରେ ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରି ବସିଅଛି। ଇତିହାସ ଉଦ୍ଘାଟନ କଲେ ଦେଖାଯାଏ, ସବୁ ଯୁଗରେ ଏବଂ ସବୁ ସ୍ଥାନରେ ଲୋକମାନଙ୍କର କାର୍ଯ୍ୟକଳାପ ଅଳ୍ପାଧିକ ପରିମାଣରେ ସମାଲୋଚିତ ହୋଇ ସେମାନଙ୍କ ସମ୍ବନ୍ଧରେ ବିଭିନ୍ନ ମତ ଅଭିବ୍ୟକ୍ତ ହୋଇଅଛି। ଏହି ସମାଲୋଚନା ଶକ୍ତିଟି ଆଧୁନିକ ଯୁଗରେ ଏତେଦୂର ଅଗ୍ରସର ହୋଇଅଛି ଯେ ଏହାର ପରିସର ପୂର୍ବାପେକ୍ଷା ଅଧିକତର ବୃଦ୍ଧି ପାଇ ସମାଜର ପ୍ରାୟ ପ୍ରତ୍ୟେକ ବ୍ୟକ୍ତିର କାର୍ଯ୍ୟକଳାପକୁ ଅଧିକାର କରି ବସିଛି। ସୁତରାଂ ପୃଥିବୀରେ ଏପରି କୌଣସି ବ୍ୟକ୍ତି ନାହିଁ କି ତାହାର ଏପରି କୌଣସି କାର୍ଯ୍ୟ ନାହିଁ ଯାହାକି ଅନ୍ୟମାନଙ୍କର ସମାଲୋଚନା ବା ମନ୍ତବ୍ୟ ପ୍ରକାଶକୁ ଅବ୍ୟବହିତ ପାଇପାରେ। ଏହା ଅବଶ୍ୟ ସୁଖର କଥା, ମାତ୍ର ମନେ ରଖିବାକୁ ହେବ, ଅନେକ ନିଜ ନିଜ ଅଭିମତ ବ୍ୟକ୍ତ କରିବା ସମୟରେ କୌଣସି ନିୟମ ବା ଶୃଙ୍ଖଳାରେ ଚାଳିତ ନ ହୋଇ ଲକ୍ଷ୍ୟହୀନ ଭାବରେ ଯାହା ଇଚ୍ଛା ତାହା କହି ପକାନ୍ତି।
ପୁଣି ବିଶେଷତଃ ନାନା କୁପ୍ରବୃତ୍ତିର ଅଧୀନ ହୋଇ ସମାଲୋଚ୍ୟ ବ୍ୟକ୍ତି ବା ବିଷୟ ଉପରେ ଅନେକ ଅଯଥା କଟାକ୍ଷ କରି ନିଜର ଦୁର୍ବଳତା ପ୍ରକାଶ କରିଥାନ୍ତି। ଏହି ମନ୍ତବ୍ୟ ପ୍ରକାଶର ପ୍ରକୃତ ବିଧି କ'ଣ ଏବଂ କୌଣସି ମତ ପ୍ରକାଶ କରିବାକୁ ଗଲେ ମନୁଷ୍ୟକୁ କେତେଦୂର ସାବଧାନ ହେବାକୁ ପଡ଼ିବ, ଏହିସବୁ ବିଷୟରେ କେତେକ ସୂଚନା ଉପସ୍ଥାପିତ କରିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ। ସର୍ବପ୍ରଥମେ କୌଣସି ବିଷୟ ବା କୌଣସି ବ୍ୟକ୍ତି ଉପରେ ସମାଲୋଚନା କରିବାକୁ ହେଲେ ସେହି ବିଷୟ ବା ସେ ବ୍ୟକ୍ତି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ଉଚିତ। କାରଣ ନିଜର ଗବେଷଣା ଓ ସୂକ୍ଷ୍ମ ବିଚାରେ ପରିଚାଳିତ ନ ହୋଇ ଅବ୍ୟବସ୍ଥିତ ଭାବରେ କୌଣସି ମତ ପ୍ରକାଶ କରିଦେଲେ ଅନେକ ସମୟରେ ବହୁ ଭ୍ରମ ପ୍ରମାଦରେ ପଡ଼ିବାକୁ ହୁଏ। ବ୍ୟକ୍ତିବିଶେଷ ବା ବସ୍ତୁବିଶେଷର ଆଂଶିକ ଅସ୍ତ ଗୁଣ ନେଇ ଜନସମକ୍ଷରେ ନିଜର ମତ ପ୍ରକାଶ କରିବା ଦ୍ୱାରା ଲୋକେ ସେହି ବ୍ୟକ୍ତି ବା ବସ୍ତୁର ପ୍ରକୃତ ଚିତ୍ର ପ୍ରଦାନ କରିପାରନ୍ତି ନାହିଁ। ସୁତରାଂ ଏପରି ଅନ୍ଧ ସମାଲୋଚନା ସମାଲୋଚକ ଓ ସମାଲୋଚ୍ୟ ଉଭୟଙ୍କର ଅନିଷ୍ଟ ସାଧନ କରିଥାଏ। କଥିତ ଅଛି, କେତେଗୁଡ଼ିଏ ଅନ୍ଧ ହାତୀ ଦେଖିବାକୁ ଯାଇ ପ୍ରତ୍ୟେକ ନିଜର ଦୃଷ୍ଟିହୀନତା ବଶତଃ ହାତୀଟିର ଅପୂର୍ଣ୍ଣ ତଥ୍ୟ ଅବାସ୍ତବ ଚିତ୍ର ଦେଇଥିଲେ। ମନ୍ତବ୍ୟ ପ୍ରକାଶ ସମୟରେ ମଧ୍ୟ ଠିକ୍ ସେହି କଥା। କୌଣସି ବସ୍ତୁ ବା ବ୍ୟକ୍ତି ସମ୍ବନ୍ଧରେ ସମ୍ୟକ୍ ଜ୍ଞାନ ଲାଭ ନ କରି ତାହାରି କେତେକ ଆଂଶିକ ଅବସ୍ଥା ପ୍ରତି ଦୃଷ୍ଟି ନିକ୍ଷେପ ପୂର୍ବକ କୌଣସି ମତ ପ୍ରକାଶ କରିବା କେବଳ ଅନ୍ଧମାନଙ୍କର ହାତୀ ଦେଖା ସଙ୍ଗେ ସମାନ ନୁହେଁ। ପରନ୍ତୁ ଯେଉଁମାନେ ଏହି ସ୍ୱଳ୍ପଦର୍ଶୀ ସମାଲୋଚକମାନଙ୍କ ମନ୍ତବ୍ୟକୁ ସତ୍ୟ ଓ ଯଥାର୍ଥ ମନେକରି ନିର୍ବିଚାର ଭାବରେ ତାହା ଗ୍ରହଣ କରନ୍ତି, ସେମାନେ ମଧ୍ୟ ପରିଶେଷରେ ଅନ୍ଧ ଦ୍ୱାରା ଚାଳିତ ହୋଇ ପଙ୍କରେ ପତିତ ହେଲା ପରି ନାନା ଭାବରେ ବିପଦଗ୍ରସ୍ତ ହୋଇପଡ଼ନ୍ତି। ବାସ୍ତବିକ ବଡ଼ ଦୁଃଖର କଥା, ଲୋକେ ବ୍ୟକ୍ତିବିଶେଷ ବା ବସ୍ତୁବିଶେଷ ସମ୍ବନ୍ଧରେ କୌଣସି ବିଶେଷ ଜ୍ଞାନ ଲାଭ ନ କରି ଏଣୁ ତେଣୁ ଦି କଥା ଶୁଣି ସେହି ଶୁଣିବା କଥାରୁ ଲୋକ ସମାଜରେ ପ୍ରକାଶ କରି ପକାନ୍ତି। ଏହି ଅନ୍ଧ ସମାଲୋଚନାର ବଶୀଭୂତ ହୋଇ ଲୋକ ଶୁଦ୍ଧ ଚରିତ୍ରକୁ ବିକୃତ ଭାବରେ ଚିତ୍ର କରିପାରନ୍ତି ଓ ନିତାନ୍ତ ଜଘନ୍ୟ ସ୍ୱଭାବର ଲୋକମାନଙ୍କୁ ସମାଜ ସମ୍ମୁଖରେ ଅତି ଉଚ୍ଚ ସ୍ଥାନ ପ୍ରଦାନ କରିପାରନ୍ତି। ସୁତରାଂ ଏପରି ସମାଲୋଚକମାନଙ୍କ ସତର୍କ କରିବା ଉଦ୍ଦେଶ୍ୟରେ ଆମ୍ଭେମାନେ କହୁ, ସର୍ବପ୍ରଥମେ ସାବଧାନ ହୋଇ ଆଲୋଚ୍ୟ ବ୍ୟକ୍ତି ଓ ବିଷୟକୁ ସମ୍ୟକ୍ ଅନୁଧ୍ୟାନ କର। ତାହାର ପ୍ରତ୍ୟେକ ଅଂଶ ତନ୍ନ କରି ପଢ଼ ଏବଂ ଯେତେବେଳେ ନିଜର ବିବେକ ଶକ୍ତି ବଳରେ ତୁମେ କୌଣସି ଅଭ୍ରାନ୍ତ ମତରେ ଉପନୀତ ହୋଇଅଛ ବୋଲି ମନେକର, ସେତେବେଳେ ଯାଇ ସେହି ମତଟିକୁ ଲୋକ ସମକ୍ଷରେ ପ୍ରକାଶ କର। ନଚେତ୍ ତୁମ୍ଭେ ଅଦୂରଦର୍ଶୀ ବୋଲି ବିବେଚିତ ହେବ ବିଚିତ୍ର ନୁହେଁ। ଅବଶ୍ୟ କିଛି କାଳ ତୁମ୍ଭ କଥାରେ ଲୋକମାନେ ପ୍ରତ୍ୟୟ ସ୍ଥାପନ କରି ପାରନ୍ତି, ମାତ୍ର ଶୀଘ୍ର ହେଉ ବା ବିଳମ୍ବରେ ହେଉ ଦିନ ଆସିବ ଯେତେବେଳେ ତୁମ୍ଭର ମତଟି ଘୃଣାର ସହିତ ପରିତ୍ୟକ୍ତ ହେବ ଏବଂ ତୁମେ ସମାଜ ମଧ୍ୟରେ ତୁମ୍ଭର ଆପାତ ଉତ୍କର୍ଷ ହରାଇ ବସିବ। ସ୍ୱଳ୍ପଦର୍ଶୀ ସମାଲୋଚକ ରଜ୍ଜୁକୁ ସର୍ପ ମନେକରି ଲୋକମାନଙ୍କ ମଧ୍ୟରେ ନାନା ବିଶୃଙ୍ଖଳା ଉତ୍ପାଦନ କରାଇଦିଏ। ଏହି ଅନ୍ଧ ସମାଲୋଚନାରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ଏହି ଅସତ୍ୟ ମନ୍ତବ୍ୟରେ ଚାଳିତ ନ ହୋଇ ସର୍ବଦା ସତ୍ୟ ଦିଗରେ ପ୍ରଧାବିତ ହେବା ସକାଶେ ଆମ୍ଭମାନଙ୍କୁ ନାନା ଭାବରେ ଚେଷ୍ଟା କରିବାକୁ ପଡ଼ିବ ଏବଂ ସେଥି ସଙ୍ଗେ ସଙ୍ଗେ ମନେ ରଖିବାକୁ ହେବ, ଅବିଦ୍ୟାମନ୍ତରେ ବିଦ୍ୟମାନା ସ୍ୱୟଂ ଧୀରା ପଣ୍ଡିତମନନ୍ୟମା ଜଘନ୍ୟମାନା ପର୍ୟନ୍ତି ମୂଢ଼ା ଅନ୍ଧିନବ ନିୟମ ନା ଯଥାନ୍ଧଃ। ଏହାଛଡ଼ା ଅନେକ କୁପ୍ରବୃତ୍ତି ଅଧୀନ ହୋଇ ଲୋକମାନଙ୍କ ଉପରେ ଅମୂଳକ ମତ ପ୍ରକାଶ କରିଥାନ୍ତି। ଦେଖାଯାଏ, ମାନବ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଲୋକମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ନାନା ଭାବରେ ପ୍ରଶଂସା କରିଦିଏ। ଏହି ତୋଷାମଦରେ ଅନୁପ୍ରାଣିତ ହୋଇ ଅନେକ ନିଜକୁ ଏପରି କୃତାର୍ଥ ମନେ କରନ୍ତି ଯେ ସେମାନେ ସେହି ପ୍ରଶଂସାକାରୀମାନଙ୍କୁ ମଧ୍ୟ ଅତି ଉତ୍ତମ ଲୋକ ବୋଲି ମନେ କରନ୍ତି। ପୁଣି ଏପରି କେତେଗୁଡ଼ିଏ ଅଭିମାନୀ ଲୋକ ଅଛନ୍ତି, ଯେଉଁମାନେ ଆମ୍ଭମାନଙ୍କଠାରୁ କୌଣସି ପ୍ରତିକୂଳ ମତ ଶୁଣିଲା ମାତ୍ରକେ ହଠାତ୍ ଖଡ଼୍ଗହସ୍ତ ହୋଇ ପଡ଼ନ୍ତି। ସେମାନେ ଭାବନ୍ତି ଯେପରିକି ସେମାନଙ୍କ ମହତ୍ତ୍ୱ ଓ ସାରବତ୍ତି ଏହି ଅମୂଳକ ପ୍ରଶଂସାବାଦର ରହିଅଛି। ସୁତରାଂ ସେମାନେ ସେମାନଙ୍କର ସମସ୍ତ ଉତ୍କର୍ଷ ସତ୍ତ୍ୱେ ଏହି ସ୍ୱାର୍ଥନ୍ୱେଷୀ ପ୍ରତାରକମାନଙ୍କ ଅପାତ ମଧୁର ଅଥଚ ପ୍ରକୃତରେ ଅମୂଳକ ପ୍ରଶଂସା ଚାନ ସମ୍ମୁଖରେ ନିଜର ବିବେକ ଶକ୍ତିକୁ ବଳିଦେଇ ସର୍ବଦା ଉତ୍ତେଜିତ, ଉତ୍ତୋଳିତ ଓ ଉନ୍ମତ୍ତ ହୋଇପଡ଼ନ୍ତି।
ମାତ୍ର ଏହି ସ୍ୱାର୍ଥମୂଳକ ସମାଲୋଚନା ଓ ମନ୍ତବ୍ୟ ଏବଂ ସେଥିରେ ଲୋକମାନଙ୍କର ପ୍ରତ୍ୟୟ ସ୍ଥାପନ ସର୍ବଦା ଜାତିଗତ ବା ବ୍ୟକ୍ତିଗତ ଉତ୍କର୍ଷର ପ୍ରଧାନ ଅନ୍ତରାୟ। ଏହି ପ୍ରଶଂସାପ୍ରିୟତା ଯେଉଁ ଜାତିରେ ଯେତେ ଅଧିକ ଆଦୃତ, ସେହି ଜାତିର ଜୀବନ ସେତେ ପରିମାଣରେ ଶିଥିଳ ଓ ଦୂଷିତ। ଏବଂ ଯେଉଁଦିନ ଠାରୁ ଏହି ବିଷକୀଟ କୌଣସି ଜାତିର ହୃତ୍ପିଣ୍ଡରେ ପ୍ରବେଶ କରିଛି, ସେହିଦିନଠାରୁ ସେହି ଜାତି କ୍ରମଶଃ ଅବନତିର କେବଳ ପତିତ ହୋଇଆସିଛି। ଅବଶ୍ୟ ଜୀବନ କ୍ଷେତ୍ରରେ ପ୍ରଶଂସାର ସ୍ଥାନ ଅଛି, ମାତ୍ର ତାହା ବୋଲି ଅଯଥା ପ୍ରଶଂସା କୌଣସି ମତେ ଗ୍ରହଣୀୟ ନୁହେଁ। ମାନବର ବ୍ୟବହାରିକ ଜୀବନ ଏଡ଼େ ଜଟିଳ ଯେ ସେ ସହଜରେ ଏହି ଅସତ୍ୟ ପ୍ରଶଂସାକୁ ଚିହ୍ନି ପାରେ ନାହିଁ। ଫଳତଃ ମନ୍ତ୍ରମୁଗ୍ଧ ସର୍ପ ପରି ସେ ସର୍ବଦା ନିଜର ସମସ୍ତ ସ୍ୱାଧୀନ ଚିନ୍ତା ପରିତ୍ୟାଗପୂର୍ବକ ଅକାତର ଭାବରେ ତହିଁରେ ବିମୁଗ୍ଧ ହୋଇପଡ଼େ। ଏହିସବୁ ବିପଦରୁ ରକ୍ଷା ପାଇବା ନିମିତ୍ତ ମାନବର ନିଜେ ନିଜକୁ ଭଲ କରି ଚିହ୍ନିବା ଉଚିତ। କେବଳ ଆତ୍ମଜ୍ଞାନ ବା ଆତ୍ମପରୀକ୍ଷା ହିଁ ଏହି କ୍ଷେତ୍ରରେ ତାହାର ପ୍ରଧାନ ଅବଲମ୍ବନ ଏବଂ ଏହାରି ଫଳରେ ସେ ସର୍ବଦା ଧୀର ସ୍ଥିର ଭାବରେ ଲୋକମାନଙ୍କ ମତଗୁଡ଼ିକର ସତ୍ୟତା ନିରୂପଣ କରିପାରେ। ତେଣୁ କୋହୁ ତୋଷାମଦର ମାୟାଜାଲରେ ନ ପଡ଼ି ସର୍ବଦା ସତ୍ୟପ୍ରିୟ ହେବାକୁ ଚେଷ୍ଟା କର। ସ୍ୱାର୍ଥପରତା ତୁଲ୍ୟ ପ୍ରତିହିଂସା ମଧ୍ୟ ମାନବକୁ ଅମୂଳକ ମନ୍ତବ୍ୟ ପ୍ରକାଶ ସାହାଯ୍ୟ କରିଥାଏ। ପ୍ରତିହଂସା ପ୍ରମଥିତ ହୋଇ କେତେକ ଲୋକ ଶତ୍ରୁମାନଙ୍କର ଅବାସ୍ତବ ଚିତ୍ର ପ୍ରଦାନ କରିଥାନ୍ତି। ଏହି ପ୍ରତିହିଂସା ଗ୍ରହଣ କରିବାର ପ୍ରବୃତ୍ତିଟି ସେମାନଙ୍କୁ କେତେଦୂର ଅନ୍ଧୀଭୂତ କରି ପକାଏ ଯେ ସେମାନେ ନିଜ ନିଜର ଶତ୍ରୁମାନଙ୍କର କେତେକ ସାମାନ୍ୟ ଦୁର୍ଗୁଣ ପ୍ରତି ଦୃଷ୍ଟି ଦେଇ ସେହି ବଳରେ ସେମାନଙ୍କ ମନୁଷ୍ୟତ୍ୱର ବିକଳ ଚିତ୍ର ଦେବାକୁ ସର୍ବଦା ଚେଷ୍ଟା କରନ୍ତି। ପୁଣି ପରଶ୍ରୀ କାତରତା ପ୍ରଭୃତି ଜଘନ୍ୟ ବ୍ୟାଧିରେ ବଶୀଭୂତ ହୋଇ ସେମାନେ ପରର ଉନ୍ନତିରେ ଏତେ ମର୍ମାହତ ହୋଇପଡ଼ନ୍ତି ଯେ ସ୍ୱକୀୟ ନିଜର ମହତ୍ତ୍ୱ ଲୋଭ ଭୟରେ ସେମାନେ ସର୍ବଦା ଉନ୍ନତିଲିପ୍ସୁର ଗତିପଥରେ କଣ୍ଟକ ନିକ୍ଷେପ କରନ୍ତି ଏବଂ ଉନ୍ନତିଶୀଳ ଲୋକର ପ୍ରତିପତ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ ନିନ୍ଦୁକତା ଅବଲମ୍ବନ ପୂର୍ବକ ତାହାର ଅଯଥା ନିନ୍ଦା ରଟନା କରି ବୁଲନ୍ତି। ମାତ୍ର ସର୍ବଦା ମନେ ରଖିବା ଉଚିତ ଯେ ପ୍ରତିହଂସ ପରଶ୍ରୀକାତରତା ଓ ନିନ୍ଦକତା ବଳରେ କୌଣସି ଲୋକ ଅପର ପ୍ରତିପତ୍ତି ନଷ୍ଟ କରିବାରେ ସଫଳକାମ ହୋଇ ପାରି ନାହିଁ କି ହୋଇପାରିବ ନାହିଁ। ସେଗୁଡ଼ିକର ସାମୟିକ ଉତ୍ତେଜନା ତାହାର ମଙ୍ଗଳ ନିମିତ୍ତ ନୁହେଁ, ବରଂ ତାହାର ଜୀବନକୁ କଳୁଷିତ କରିବାର ପ୍ରକୃଷ୍ଟ ଉପାୟ। ପ୍ରକୃତ ପ୍ରତିହିଂସା କୌଣସି ଶତ୍ରୁର ଅଯଥା ଦୋଷ ଦେଖାଇବା ତାହାର ପ୍ରତିପତ୍ତି ନଷ୍ଟ କରାଇବାରେ ନାହିଁ, ଅଛି କେବଳ ତାକୁ ସଂଶୋଧନ କରି ନିଜର ମିତ୍ର ରୂପରେ ପରିଣତ କରିବାରେ। ପୁଣି ପରଶ୍ରୀକାତରତାର ଅନ୍ଧଭୂତ ହୋଇ ତୁମ୍ଭେ ପରର ଅନିଷ୍ଟ ସାଧନ କରିପାର, ମାତ୍ର ମନେ ରଖ ତାହା କରିବା ଦ୍ୱାରା ତୁମ୍ଭର ନିଜର କୌଣସି କଲ୍ୟାଣ ସାଧିତ ହେବ ନାହିଁ, ବରଂ ଏହି ପାପ ପ୍ରବୃତ୍ତିଟି ଘୃଣ ରୂପରେ ତୁମ୍ଭର ସମସ୍ତ ସରସତା ନଷ୍ଟ କରି ପରିଶେଷରେ ତୁମ୍ଭକୁ ଗୋଟିଏ ହିଂସ୍ର ଜନ୍ତୁରେ ପରିଣତ କରିଦେବ ଏବଂ ତଚ୍ଛନିତ ବ୍ୟାକୁଳତା ବଳରେ ତୁମ୍ଭକୁ ଉନ୍ନତ ପ୍ରାୟ କରି ତୁମ୍ଭର ବିନାଶ ସାଧନ କରିବ। ସେହିପରି ନିନ୍ଦୁକତା ଗୋଟିଏ ବଡ଼ କୁତ୍ସିତ ବ୍ୟାଧି। ଲୋକମାନଙ୍କର ସୁଗୁଣଗୁଡ଼ିକ ପ୍ରତି ଦୃଷ୍ଟି ନ ଦେଇ କେବଳ ସେମାନଙ୍କର କୁତ୍ସାଗାଇ ବୁଲିବା ସେମାନଙ୍କ ମାଛିମାନଙ୍କରେ କୌଣସି କ୍ଷତ ଉପରେ ବସି ରହିବା ସଙ୍ଗେ ସମାନ। ପୁଣି ଯେଉଁ ନିନ୍ଦୁକତା ବଳରେ ତୁମ୍ଭେ ଅପରର ଦୁର୍ଗୁଣ ଗାଇବାକୁ ପ୍ରସ୍ତୁତ, ତାହା କ'ଣ ତୁମ୍ଭର ଗୋଟିଏ ଦୁର୍ଗୁଣ ନୁହେଁ? ସ୍ୱୀକାର କରୁଅଛୁ ଜୀବନ କ୍ଷେତ୍ରରେ ନିନ୍ଦାର ସ୍ଥାନ ଅଛି, ମାତ୍ର ତାହା ବୋଲି କହୁନାହୁଁ ଯେ କୁପବୃତ୍ତିରେ ଚାଳିତ ନିନ୍ଦାଗାନ କୌଣସି ସମୟରେ ହେଲେ ପ୍ରଶଂସନୀୟ ଓ ହିତକର। ଏହିପରି ନାନା କୁପ୍ରବୃତ୍ତିର ଅଧୀନ ହୋଇ ମାନବ ଅନେକ ସମୟରେ ଅପର ଓ ତାହା ସଙ୍ଗେ ସଙ୍ଗେ ନିଜର ମାନମର୍ଯ୍ୟାଦା ନଷ୍ଟ କରୁଅଛି। ସୁତରାଂ ତାହାର ଏଥିପ୍ରତି ସର୍ବୋତ୍ତର ଭାବରେ ସାବଧାନ ହେବା ଆବଶ୍ୟକ। ପୁଣି ଦେଖାଯାଏ କେହି କେହି ସ୍ନେହ ଓ ମମତାରେ ଅଧୀନ ହୋଇ ସେମାନଙ୍କର ସ୍ନେହାସ୍ପଦ ବା ମମତାକ ଲୋକମାନଙ୍କୁ ସର୍ବଦା ଅନୁକୂଳ ଭାବରେ ସମାଲୋଚନା କରନ୍ତି ଏବଂ ସେମାନଙ୍କ ଦୋଷଗୁଡ଼ିକ ଉପରେ କୌଣସି ମନ୍ତବ୍ୟ ପ୍ରକାଶ ନ କରି ସେଗୁଡ଼ିକୁ ଲୋକ ସମାଜରୁ ଲୁଚାଇ ରଖନ୍ତି। ମାତ୍ର ସମାଲୋଚନା କ୍ଷେତ୍ରରେ ସଂକୀର୍ଣ୍ଣତାର ଆଶ୍ରୟ ନେଇ ସର୍ବଦା ଅନୁକୂଳ ମତ ପ୍ରକାଶ କରିବା ଏବଂ ବିଶେଷତଃ ବ୍ୟକ୍ତିମାନଙ୍କ ଅସତ୍ୟ ଚିତ୍ର ପ୍ରଦାନ କରିବା କେବଳ ହୀନତା ଛଡ଼ା କିଛି ନୁହେଁ।
ମନ୍ତ୍ରର କାର୍ଯ୍ୟଗୁଡ଼ିକ ଯେତେ ନିଚ ହେଲେ ସୁଦ୍ଧା ମହତ ଏବଂ ଶତ୍ରୁର କାର୍ଯ୍ୟଗୁଡ଼ିକୁ ଯେତେ ମହତ ହେଲେ ମଧ୍ୟ ଅପ୍ରଶଂସନୀୟ। ଏହିପରି ମତ ପ୍ରକାଶ କରି ସମାଲୋଚକମାନେ ସ୍ଥୂଳ ମସ୍ତିଷ୍କତାର ପରିଚୟ ଦେଇଥାନ୍ତି। ଏହି ହୀନତା, ଏହି ସଂକୀର୍ଣ୍ଣତା ଯେତେ ଦିନ ପର୍ଯ୍ୟନ୍ତ ଜାତୀୟ ଜୀବନର ସ୍ଥାନ ପାଉଥିବ, ତାହାର ବିକାଶ ସେତେ ଦିନ ପର୍ଯ୍ୟନ୍ତ ସୁଦୂର ପରାହତ ହୋଇ ରହିଥିବ। ଏହାଛଡ଼ା ଆଉ କେତେକ ଲୋକ ଏତେ ଭୀରୁ ଓ ଦୁର୍ବଳ ଯେ ସେମାନେ କୌଣସି ବ୍ୟକ୍ତି ସମ୍ବନ୍ଧରେ ନିଜ ନିଜର ସ୍ୱାଧୀନ ମତ ବ୍ୟକ୍ତ କରିବାକୁ ବଡ଼ କୁଣ୍ଠିତ ହୁଅନ୍ତି। ବ୍ୟକ୍ତିମାନଙ୍କ ପ୍ରତି ସେମାନଙ୍କର ଆସ୍ଥା ଏତେ ଅଧିକ ଯେ ସେମାନେ ଭୟରେ ବିବେକବାଣୀର ଉଚ୍ଛ୍ୱାସ ବନ୍ଦ କରି ସେମାନଙ୍କ ସମ୍ବନ୍ଧରେ ଶିଥିଳ ମତ ପ୍ରକାଶ କରିଥାନ୍ତି ଏବଂ ଏହି ଶିଥିଳ ବଶତଃ ଅନେକ ସମୟରେ ଅସତ୍ୟକୁ ସତ୍ୟ ବୋଲି ଗ୍ରହଣ କରିବାକୁ ବାଧ୍ୟ ହୋଇଥାନ୍ତି। ମାତ୍ର ଏପରି ଦୁର୍ବଳ ଶୀଘ୍ର ପରିତ୍ୟାଜ ଅବଶ୍ୟ କରିବାକୁ ଏଥିରୁ ବୁଝିବାକୁ ହେବ ନାହିଁ ଯେ ଆମ୍ଭମାନଙ୍କ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସମ୍ବନ୍ଧରେ ଅଯଥା ଲଘୁ ମତ ପ୍ରକାଶ କରିବାକୁ ହେବ। ଦୋଷର ସମାଲୋଚନା ଶ୍ରେୟସ୍କର, ମାତ୍ର ଏହା ବୋଲି ଅବ୍ୟକ୍ତି, ଅଶ୍ରଦ୍ଧା ଓ ଅହଙ୍କାର ଚାଳିତ ହୋଇ ଲୋକମାନଙ୍କ ମହତ୍ତ୍ୱ ନଷ୍ଟ କରିବା ସର୍ବଦା ଅଭିଧେୟ। ଉପରେ ଆମ୍ଭେମାନେ ଅନ୍ୟାନ୍ୟମାନଙ୍କ ସମ୍ବନ୍ଧରେ କିପରି ମତ ଦେବାକୁ ହେବ ତାହାର ଆଲୋଚନା କରିଅଛୁ। ମାତ୍ର ଏହାଛଡ଼ା ମାନବ ସ୍ୱୟଂ ନିଜର ଜ୍ଞାନ, ଧର୍ମ ଓ ଚରିତ୍ର ପ୍ରଭୃତି ଆଲୋଚନା କରି ନିଜ ସମ୍ବନ୍ଧରେ ମତ ପ୍ରକାଶ କରିଥାଏ। ଏହାକୁ ଆମ୍ଭେମାନେ ସ୍ୱର୍ଗତ ମନ୍ତବ୍ୟ ପ୍ରକାଶ ବୋଲି କହିପାରୁ। ବର୍ତ୍ତମାନ ଦେଖାଯାଉ ଏହି ସ୍ୱର୍ଗତ ମନ୍ତବ୍ୟ ପ୍ରକାଶରେ କି ପ୍ରଣାଳୀରେ ଗତି କରିବାକୁ ହେବ। ଏହି ସ୍ୱର୍ଗତ ମନ୍ତବ୍ୟ ପ୍ରକାଶ ଜଗତରେ ଆତ୍ମପରିଚୟ ନାମରେ ଅଭିହିତ ହୋଇଥାଏ। ଏହି ଆତ୍ମପରିଚୟ ପ୍ରଥାଟି ବିଶେଷତଃ ଆଧୁନିକ ଯୁଗରେ ଅବଲମ୍ବିତ ହୋଇଅଛି। ପ୍ରତ୍ୟେକ ବ୍ୟକ୍ତି ସ୍ୱାର୍ଥ ସିଦ୍ଧି ନିମିତ୍ତ ଲୋକ ସମାଜର ନିଜର ପରିଚୟ ଦେଇଥାଏ ଏବଂ ଏହି ପରିଚୟ ଚଳରେ ମଧ୍ୟ ସେ ଅନେକ ସମୟରେ ଲୋକ ସମାଜରେ ପରିଗୃହୀତ ହୁଏ। ଅବଶ୍ୟ କେହି ସାଧୁପୁରୁଷ ଆତ୍ମପରିଚୟ ଦେବାକୁ କୁଣ୍ଠିତ ହୋଇଥାନ୍ତି, ତଥାପି ଆତ୍ମପ୍ରତ୍ୟାପନ ଏକାବେଳରେ କ୍ଷୁଣ୍ଣ ନୁହେଁ, କାରଣ ବିବେକ ରୂପ ମାନଦଣ୍ଡରେ ନିଜର ଶକ୍ତି, ଜ୍ଞାନ ପ୍ରଭୃତି ଗୁଣଗୁଡ଼ିକ ସ୍ଥିର କରି ସେଗୁଡ଼ିକର ଯଥାର୍ଥ ଚିତ୍ର ପ୍ରଦାନ ନ କଲେ ମନୁଷ୍ୟ ଅନେକ ସମୟରେ ବନର କୁସୁମତୁଲ୍ୟ ଅନାଦୃତ ଭାବରେ ଲୋପ ପାଏ। ସେଥିପାଇଁ ନିଜକୁ ପ୍ରକାଶ କରିବାରେ, ନିଜର ପରିଚୟ ଦେବାରେ ମାନବର ଯଥେଷ୍ଟ ଅଧିକାର ଅଛି। ମାତ୍ର ବଡ଼ ଦୁଃଖର କଥା, ଅନେକ ନିଜର ବ୍ୟକ୍ତିତ୍ୱ ସମ୍ବନ୍ଧରେ ଯଥାର୍ଥ ମନ୍ତବ୍ୟ ପ୍ରକାଶ କରିବା ପରିବର୍ତ୍ତେ ସେମାନଙ୍କର ସ୍ୱାଭାବିକ ପ୍ରଶଂସାପ୍ରିୟତା ବଶତଃ ଅନେକ ଚିତ୍ତାକର୍ଷକ ଅଥଚ ଅମୂଳ ଏବଂ ଅସତ୍ୟ ଅଭିମତ ପ୍ରକାଶ କରି ସଂସାରକୁ ପ୍ରତାରଣା ଜାଲରେ ନିବଦ୍ଧ କରନ୍ତି। ଜଗତର ମନପ୍ରାଣ ଆକର୍ଷଣ କରି କିପରି ନିଜର ବାହାଦୁରୀ ତାହାର ସମ୍ମୁଖରେ ଦେଖାଇବାକୁ ହେବ, ଏ ବିଷୟରେ ସେମାନେ ବଡ଼ ଯତ୍ନଶୀଳ ଦେଖାଯାନ୍ତି। ନିଜେ ତିଳ ହୋଇଥିଲେ ସାଧାରଣ ସମୟରେ ତାଳ ତିଳ ବୋଲି ଚିତ୍କାର କରିବାକୁ ସେମାନେ କୁଣ୍ଠିତ ହୋଇପଡ଼ନ୍ତି। ପୁଣି ସମାଜ ମଧ୍ୟରେ କେତେଗୁଡ଼ିଏ ଏପରି ଅହଙ୍କାରୀ ଓ ଗର୍ବୀ ପୁରୁଷ ଅଛନ୍ତି ଯେ ସେମାନେ ନିଜେ ନିଜ ବିଷୟରେ ଲଘୁ ମନ୍ତବ୍ୟ ପ୍ରକାଶ କରିବାକୁ ଆଦୌ ଭଲ ପାଆନ୍ତି ନାହିଁ ଏବଂ ସବୁବେଳେ ହମ୍ ବଡ଼ା ବୋଲି ଚିତ୍କାର କରି ଚାରିଆଡ଼େ ନିଜର ମିଥ୍ୟା ତେଜବୀର୍ଯ୍ୟ ପ୍ରକାଶ କରନ୍ତି। ସେମାନେ ଜାଣନ୍ତି ସେମାନଙ୍କ ଦୃଷ୍ଟିଶକ୍ତିର ଅଭାବ, ତଥାପି ଚିତ୍କାର କରନ୍ତି ସେମାନଙ୍କର ଚକ୍ଷୁ ଦୂରବୀକ୍ଷଣ ଯନ୍ତ୍ର ପରି ଆକାଶ ମାର୍ଗ ଦେଖିପାରେ। ଏହିପରି ଶତ ଶତ ଲୋକ ନିଜର ଅଯଥା ପ୍ରଶଂସା ବୟାନ କରି ସମାଜରେ ନାନା ପ୍ରମୋଦ ଆନୟନ କରିଥାନ୍ତି। ମାତ୍ର ସେମାନେ ବୁଝନ୍ତି ନାହିଁ ଯେ ସେମାନଙ୍କର ବ୍ୟକ୍ତର ଏହି ଅସତ୍ୟ ପରିଚୟ ସେମାନଙ୍କ ଅବନତିର କାରଣ ଛଡ଼ା ଅନ୍ୟ କିଛି ନୁହେଁ। ହୋଇପାରେ ସେମାନେ ଆଡ଼ମ୍ବର ଉହାଡ଼ରେ କିଛି କାଳ ଖ୍ୟାତି ଲାଭ କରି ନିଜର ଉଦ୍ଦେଶ୍ୟ ସମାଧାନ କରିପାରନ୍ତି। ମାତ୍ର ସମୟ ଆସିବ ଯେତେବେଳେ ସେମାନେ ମୟୂର ପୁଚ୍ଛଧାରୀ କାକତୁଲ୍ୟ ପରିଶେଷରେ ଲାଞ୍ଛିତ, ଅବମାନିତ ଓ ଘୃଣିତ ହୋଇ ଜୀବନର ସରସତା ନଷ୍ଟ କରିବେ। ତେଣୁ ସେମାନଙ୍କର ଦୂରତ୍ୱ ଶୋଭେତ ମୂର୍ଖୋଚ୍ଚବତ୍ କିଞ୍ଚିନ୍ ଭାସତେ। ଏହି ନୀତିଟି ମନେ ରଖି ସର୍ବଦା ଧୀର ସ୍ଥିର ଭାବରେ ସମସ୍ତେ ବିଚାରଶକ୍ତି ପ୍ରୟୋଗପୂର୍ବକ ନିଜର ପ୍ରକୃତ ମୂଲ୍ୟ ସ୍ଥିର କରିବା ଉଚିତ ଏବଂ ସଂସାର ସମକ୍ଷରେ ନିଜର ମହତ୍ତ୍ୱ ପ୍ରଚାର କରିବାକୁ ଯାଇ ସେମାନଙ୍କର ଅଯଥା ଚିତ୍ର ପ୍ରଦାନ କରିବା ଅନୁଚିତ। ଦିନ ଥିଲା ଯେବେ ଲୋକେ ଯଥାର୍ଥ ବିନୟ ଅବଲମ୍ବନ କରି ନିଜର
ବିଦ୍ବତ୍ତା ବା ଶକ୍ତିମତ୍ତା ପ୍ରଖ୍ୟାପନ କରିବାକୁ କୁଣ୍ଠିତ ହେଉଥିଲେ। ମାତ୍ର ଆଜି ଆଉ ସେ ଦିନ ନାହିଁ। ଏହି ନବଯୁଗରେ ଆତ୍ମପ୍ରଖ୍ୟାପନ ଗୋଟିଏ ପ୍ରକୃଷ୍ଟ ନୀତି ବୋଲି ବିବେଚିତ ହୋଇଅଛି। ତଥାପି ନିଜର ପ୍ରକୃତି ବା ପ୍ରକୃତ ଶକ୍ତି ବା ଗୁଣର ଅମୂଳକ ଚିତ୍ର ପ୍ରଦାନ କରିବା ମିଥ୍ୟାଚାର ମାତ୍ର। ତେଣୁ କହୁ ନିଜକୁ ପଣ୍ଡିତ ମନେକରି ସଂସାରକୁ ହେୟଜ୍ଞାନ କରିବା କୌଣସି ବ୍ୟକ୍ତି ପକ୍ଷରେ ସମୀଚୀନ ନୁହେଁ। ଏହାଛଡ଼ା ଆହୁରି ଗୋଟିଏ ପ୍ରମାଦ ମଧ୍ୟ ଏହି ଆତ୍ମଗତ ମନ୍ତବ୍ୟ ପ୍ରକାଶ ପରିଲକ୍ଷିତ ହୋଇଥାଏ। ତାହା ହିଁ ଅନେକ ସମୟରେ ମାନବ ଜୀବନ ନିଜକୁ ଦିନହୀନ ମନେକରେ। ନିଜର ଶକ୍ତି ସତ୍ତ୍ୱେ ସେ ନିତାନ୍ତ ଅଶକ୍ତ ଓ ନିଜର ଜ୍ଞାନ ସତ୍ତ୍ୱେ ସେ ନିତାନ୍ତ ଅଜ୍ଞାନ ବୋଲି ଜନସମାଜରେ ଘୋଷଣା କରିଥାଏ। ଅତି ନମ୍ରତା ଏହି ପ୍ରବୃତ୍ତିର ମୂଳ ନିଦାନ। କେତେଗୁଡ଼ିଏ ଲୋକ ବିନୟ ଓ ଶାନ୍ତ ସ୍ୱଭାବର ଅତିମାତ୍ରାରେ ଅବଲମ୍ବନରେ ନିଜ ନିଜର ଗୁଣ ପ୍ରକାଶ କରିବାକୁ ବଡ଼ ଶଙ୍କିତ ହୁଅନ୍ତି। ତେଣୁ ସେମାନଙ୍କର ଶକ୍ତି ସମାଜ କ୍ଷେତ୍ରରେ ଆଦୌ କାର୍ଯ୍ୟକାରୀ ହୋଇପାରେ ନାହିଁ। ଅତି ଦୁର୍ଦ୍ଦଶତା ଯେଉଁ ପରିମାଣରେ ଅନିଷ୍ଟକର, ଅତି ନମ୍ରତା ମଧ୍ୟ ସେହି ପରିମାଣରେ ମାନବ ବିକାଶ ପକ୍ଷରେ ଅନ୍ତରାୟ ହୋଇଥାଏ। ତେଣୁ ମୁଁ ହୀନ, ମୁଁ ସାମାନ୍ୟ, ମୁଁ ନଗଣ୍ୟ ଏବଂ ମୋର ସ୍ଥାନ ବା ସଂସାରରେ କେଉଁଠାରେ ଏହିପରି ଭାବି ନିଜକୁ ଲୋକ ସମକ୍ଷରୁ ଦୂରରେ ରଖିବା କେବଳ କାପୁରୁଷତା ଛଡ଼ା ଅନ୍ୟ କିଛି ନୁହେଁ। କହିପାର, ପୃଥିବୀର ନିତ୍ୟ ସ୍ମରଣୀୟ ମନୀଷୀଗଣ ସର୍ବଦା ବିନୟ ଅବଲମ୍ବନ କରି ନିଜକୁ ସାମାନ୍ୟ କର୍ମୀ ବୋଲି ମନେ କରିଅଛନ୍ତି। ମହାତ୍ମା ନ୍ୟୁଟନ ବିଜ୍ଞାନ ରାଜ୍ୟରେ ସୁଗଭୀର ତତ୍ତ୍ୱମାନ ଆବିଷ୍କାର କରି ମଧ୍ୟ ନିଜର ସେହି ଅସାଧାରଣ କାର୍ଯ୍ୟକୁ ଅନନ୍ତ ଜ୍ଞାନ ମହାନବର ସୁବିସ୍ତୀର୍ଣ୍ଣ ବେଳାଭୂମି ଉପରେ ସାମାନ୍ୟ କେତେଖଣ୍ଡ ଉପଳ ସଂଗ୍ରହ କରିବା ସଙ୍ଗେ ସମାନ ବୋଲି ମନେ କରିଅଛନ୍ତି। ସୁତରାଂ ଆମମାନଙ୍କର ସର୍ବଦା ବିନୟ ଅବଲମ୍ବନ କରି ସଂସାର କ୍ଷେତ୍ରରେ ନିଜକୁ ଚିହ୍ନାଇବା ଉଚିତ। ଏହା ଅନେକ ପରିମାଣରେ ସତ୍ୟ। ମାତ୍ର ମନେ ରଖିବା ଉଚିତ ଯେ ନ୍ୟୁଟନ ପ୍ରଭୃତି ମନୀଷୀମାନଙ୍କ ନମ୍ର ବାଣୀ ଅତି ନମ୍ର ଓ ସ୍ୱଭାବରୁ ଲୋକମାନଙ୍କର ନୁହେଁ। ନ୍ୟୁଟନଙ୍କ କାର୍ଯ୍ୟକଳାପରେ ଜଗତ ସାରା ମୁଗ୍ଧ ହୋଇ ଯେତେବେଳେ ପ୍ରଶଂସାଧାର ଢାଳି ଦେଉଥିଲା, ସେତେବେଳେ ତାଙ୍କ ପରି ମହାତ୍ମା ସେହି ପ୍ରଶଂସାରେ ଉନ୍ନତ ନ ହୋଇ ଜନସମାଜର ନିମିତ୍ତ ଅବଲମ୍ବନ କରିବା ସ୍ୱାଭାବିକ। ସେ ଜ୍ଞାନରାଜ୍ୟର ପରିସର ଯେତେଦୂର ଉପଲବ୍ଧ କରିପାରିଥିଲେ, ତାହା ତୁଳନାରେ ତାଙ୍କର ଅଗ୍ରସରତା ଖୁବ୍ ସାମାନ୍ୟ ବୋଲି ମନେକରି ସେ ଏହି ନମ୍ର ବାଣୀ ପ୍ରଚାର କରିଥିଲେ। ତଥାପି ସେ ସେଥି ସଙ୍ଗେ ସଙ୍ଗେ ହୃଦୟଙ୍ଗମ କରିପାରିଥିବେ ଯେ ତାଙ୍କର କାର୍ଯ୍ୟ ସଂସାରସ୍ଥ ଅନ୍ୟାନ୍ୟମାନଙ୍କ କାର୍ଯ୍ୟ ଅପେକ୍ଷା ଅନେକ ପରିମାଣରେ ପ୍ରଶଂସନୀୟ। ପୁନଶ୍ଚ କୌଣସି ଅନନ୍ତ ଆଦର୍ଶ ସମ୍ମୁଖରେ ଯତ୍ପରାକାଷ୍ଠୀ ଚେଷ୍ଟାରୁ ଉପଲବ୍ଧ ଉନ୍ନତିକୁ ସାମାନ୍ୟ ବୋଲି ମନେକରି ନମ୍ରତା ଅବଲମ୍ବନ କରିବା, ଏ କଥା ଆଉ କୌଣସି ଆଦର୍ଶକୁ ସମ୍ମୁଖରେ ନ ରଖି ନିଷ୍କ୍ରିୟ ଭାବରେ ନିଜକୁ ଦିନହୀନ ବୋଲି ମନେ କରିବା ଗୋଟାଏ ସମ୍ପୂର୍ଣ୍ଣ ପୃଥକ୍ କଥା। ତେଣୁ କହୁ, ନିଜ ସମ୍ବନ୍ଧରେ କୌଣସି ମନ୍ତବ୍ୟ ପ୍ରକାଶ କରିବାକୁ ହେଲେ ମାନବ ନିଜେ ସାବଧାନ ହୋଇ ଧୀରସ୍ଥିର ଭାବରେ ନିଜର ବିବେକ ସାହାଯ୍ୟରେ ଗତି କରିବା ଉଚିତ। ଅନ୍ୟଥା ଏକ ଆଡ଼େ ଆତ୍ମଶ୍ଳାଘା ଏବଂ ଅନ୍ୟ ଆଡ଼େ ଆତ୍ମଗ୍ଳାନି ତାହାର ଏବଂ ତାହାର ସମାଜ ବା ଜାତିର ସମସ୍ତ ମର୍ଯ୍ୟାଦା ନଷ୍ଟ କରି ପକାଇବ। ଉପରେ ଆମ୍ଭେମାନେ ମନ୍ତବ୍ୟ ପ୍ରକାଶର କେତେଗୁଡ଼ିଏ ଧାରା ଦେଖାଇଲୁ। ଏଗୁଡ଼ିକ ଅନୁସରଣ କରି ପ୍ରତ୍ୟେକ ବ୍ୟକ୍ତିର କୌଣସି ବ୍ୟକ୍ତି ବା ବସ୍ତୁ ସମ୍ବନ୍ଧରେ ମତବ୍ୟକ୍ତ କରିବା ଉଚିତ। କେବଳ ଅନ୍ଧ ଭାବରେ ଚାଳିତ ହୋଇ ଅମୂଳକ ମତ ପ୍ରକାଶ କରିଗଲେ କୌଣସି ଫଳ ଫଳେ ନାହିଁ। ସଂସ୍କାର ମନ୍ତବ୍ୟ ପ୍ରକାଶ ଉଦ୍ଦେଶ୍ୟ। ସୁତରାଂ ଏପରି ଭାବରେ ଆମ୍ଭମାନଙ୍କୁ ସମାଲୋଚନା କ୍ଷେତ୍ରରେ ଅଗ୍ରସର ହେବାକୁ ହେବ, ଯହିଁରେ ଆଲୋଚ୍ୟ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ସଂଶୋଧିତ ଓ ଉପକୃତ ହୋଇପାରିବେ। ଏଇଠି ସରିଲା ରତ୍ନାକର ପତିଙ୍କର ପ୍ରବନ୍ଧ ମନ୍ତବ୍ୟ ପ୍ରକାଶ। ରହିଲି, ନମସ୍କାର।